ନାଇଁ ନାଇଁ ଆମେ ବିଜେଡ଼ି ବିରୁଦ୍ଧରେ କାହିଁକି କହିବୁ ଦେଖନ୍ତୁ ତାଙ୍କ ଲାଇନ୍ରୁ ଯେତେବେଳେ କଥା ଗୋଟେ ଆସିବ ନିଶ୍ଚିତ ଭାବରେ ଆମ ଦଳ ଆମର ଦଳର ମୁଖପାତ୍ରମାନେ ଅଛନ୍ତି ଆଗ ଧାଡ଼ିରେ ଯେଉଁ ନେତାମାନେ ଅଛନ୍ତି ତାର ଉତ୍ତର ଦେବେ ଯେମିତି ମାନେ ମୋର ଅତନୁ ସବ୍ୟସାଚୀ ପୂର୍ବତନ ବିଧାୟକ ବିଜେଡ଼ିର ସେ କହିଲେ ଯେ ବହୁତ ଶୀଘ୍ର କଂଗ୍ରେସ ଆଉ ବିଜେଡ଼ିର କିଛି ବନ୍ଧୁମାନେ ଆସିକି ଆମେ ଗୋଟେ ସରକାର କରିବୁ ୟାକୁ କ'ଣ କୁହାଯିବ ଏଇଟା ଦିବା ସ୍ୱପ୍ନ ବୋଲି ଆମେ ଭାବିବା ଗୋଟେ ପାଗଳର ପ୍ରଳାପ ଏ କଥା ବି ନିଶ୍ଚୟ ଭାବିବା ତେଣୁ ଗୋଟେ ସରକାର ଅଛି ସରକାର ବିଧାୟକମାନେ ଯିବେ ଆଉ ତାପରେ ପରେ ତାଙ୍କର ବରିଷ୍ଠ ଯେଉଁ ବିଧାୟକ ପୂର୍ବତନ ଆମର ବଙ୍କିମ ବାବୁ ସିଧାସଳଖ ଉତ୍ତର ଦେଲେ ନା ଆମେ ବିଜେଡ଼ି ସହିତ ମିଶିବାର ପ୍ରଶ୍ନ ଉଠୁନାହିଁ ଏଇଟା କ'ଣ କୁହାଯିବ ଆପଣମାନେ ଆମେ ନିଶ୍ଚିତ ଭାବରେ ଭାରତୀୟ ଜନତା ପାର୍ଟିର ସରକାର ପ୍ରଥମ କରି ହେଇଛି ଆଉ ନୂତନ ଭାବରେ ମୋହନ ମାଝୀ ସରକାର ଦାୟିତ୍ୱ ନେଇଛନ୍ତି ଆଉ ଭଲ ଲୋକ ସାଧାସିଧା ଲୋକ ପୁରା ମାଡ଼ି ଚାଲୁଛନ୍ତି ଆଉ ବିକାଶ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ କାରଣ ରାଜ୍ୟରେ ସରକାର ଆଉ କେନ୍ଦ୍ର ସରକାର ଗୋଟିଏ ଲାଇନ୍ର ସରକାର ଯେହେତୁ ଗୋଟିଏ ଲାଇନ୍ର ଭାରତୀୟ ଜନତା ପାର୍ଟିର ସରକାର ଅଛି ରାଜ୍ୟ ବିକାଶ ହେବ ଏବଂ ଯୁବକମାନେ ନିଯୁକ୍ତି ପାଇବେ ଚାଷୀମାନେ ବି ମଧ୍ୟ ତାଙ୍କ ପାଇଁ ଭଲ ଆର୍ଥିକ ବ୍ୟବସ୍ଥା ବିଭିନ୍ନ ଦିଗରେ ହେବ ଆଉ ଏଇଥିରେ କିଛି ସେମିତି ନାହିଁ ଏଇଟା ଗୋଟେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବିରୋଧୀ ଦଳମାନେ ହିଁ ଗଠନମୂଳକ ପ୍ରସ୍ତାବ ସରକାରଙ୍କୁ ଦେବେ ସରକାର ତାକୁ ବିଚାର କରିବେ ଯଦି ଉତ୍ତମ ପ୍ରସ୍ତାବ ଆସିଥିବ ବିରୋଧୀ ଦଳଙ୍କର ଉତ୍ତମ ପ୍ରସ୍ତାବ ଆସିଲେ ନିଶ୍ଚୟ ସରକାର ତାକୁ ବି ମଧ୍ୟ ଗ୍ରହଣ କରିବେ।